ପିଲାମାନେ ବନ୍ଦେ ମାତରମ୍। ଗତ କ୍ଲାସରେ ଆମେ ଆଲୋଚନା କରିଥିଲେ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସଙ୍କର ଏକ ସୁନ୍ଦର କାଳ୍ପନିକ କଥା କାହାଣୀ ଯେଉଁଟାକି ନିର୍ଭୟତା। ସେଇ ନିର୍ଭୟତା ବିଷୟରେ ଚିତ୍ତରଞ୍ଜନ ଦାସ ଏକ ସୁନ୍ଦର ବାର୍ତ୍ତା ପିଲାମାନଙ୍କୁ ଦେଇଛନ୍ତି। ଯେଉଁ ପିଲା ନିର୍ଭୟ ବା ଭୟଶୂନ୍ୟ, ତାକୁ ତା ବାପା ମାଆଙ୍କୁ ସେ ଭଲ ପାଏ, ସାଙ୍ଗସାଥୀକି ଭଲ ପାଏ, ଶିକ୍ଷକକୁ ଭଲ ପାଏ, ସମାଜରେ ସମସ୍ତେ ତାକୁ ଭଲ ପାଆନ୍ତି। ସଂସାରର ନିର୍ଭୟ ପିଲାଙ୍କୁ ସମସ୍ତେ ହେଉଛି ଭଲ ପାଆନ୍ତି। ଇଏ ଥିଲା ହେଉଛି କଥାବସ୍ତୁ। ଆଉ ପରବର୍ତ୍ତୀ ସମୟରେ ଆମେ ହେଉଛି ଆଲୋଚନା କରିବା, ଏଥିରେ ଥିବା ପ୍ରଶ୍ନାବଳୀ ଗୁଡ଼ିକୁ ଆଲୋଚନା କରିବା। ସେଥିରେ ଦେଇଥିବା ପ୍ରଶ୍ନ ଗୁଡ଼ାକୁ ଆମେ ଦେଖିବା କ'ଣ ସବୁ ଦେଇଛି। ଦେଇଛି 1 ନମ୍ବର ପ୍ରଶ୍ନ ଦେଇଛି, ଦେଖ ପିଲାମାନେ, ବିପରୀତ ଅର୍ଥ ବୁଝାଉଥିବା ଅର୍ଥରେ ବିପରୀତାର୍ଥ ବୋଧକ ଶବ୍ଦ ଲେଖ। ତାହେଲେ ଯେଉଁ ଶବ୍ଦ ଗୁଡ଼ାକ ଦେଇଛି ତାର ବିପରୀତ ଶବ୍ଦ ଆମେ ଲେଖିବା। ବୁଝିପାରିଲ ନା? କ'ଣ ଦେଇଛି? ଘର, ନିଶ୍ୱାସ, ସାହସ, ବଳୁଆ, ପରିଚିତ, ଭୟ, ଖୁସି, ଆପଣା, ପର, ପଛୁଆ। ଏତିକି ଶବ୍ଦର ଆମେ କ'ଣ କରିବା ନା ବିପରୀତାର୍ଥକ ଶବ୍ଦ ଲେଖିବା। ମନ ଦେଇକି ଶୁଣ, ମୁଁ ଲେଖୁଛି। ଏକ ନମ୍ବର କ'ଣ? ବିପରୀତ ଶବ୍ଦ। ହେଲା, ଦେଖିପାରୁଛ? ବିପରୀତ ଶବ୍ଦ କ'ଣ ଦେଇଛି ନା ଘର। ଘରର କ'ଣ ହବରେ ନା ଘର ଦ୍ୱାର, ଜାଣିଛୁ। ସେଇଭଳିଆ ନିଶ୍ୱାସ, ନିଶ୍ୱାସ, ପ୍ରଶ୍ୱାସ। ହେଲା, ନିଶ୍ୱାସ ପ୍ରଶ୍ୱାସ। ସାହସ, ସାହସର ବିପରୀତ କ'ଣ ନା ଭୟ। ବଳୁଆ, ଦୁର୍ବଳ। ଦୁର୍ବଳ। ପରିଚିତ, ପରିଚିତର କ'ଣ ହବ? ଅପରିଚିତ। ଅପରିଚିତ। ତାପରେ ଆସିବ ଭୟର ଅଭୟ ବା ନିର୍ଭୟ। ଭୟ, ଅଭୟ ବା ନିର୍ଭୟ। ହେଲା, ତାପରେ କ'ଣ ଦେଇଛି? ଖୁସି, ଦୁଃଖ। ଆପଣା, ପର। ଆପଣା, ପର। ପରବର୍ତ୍ତୀ କ'ଣ ଦେଇଛି? ପାପ, ପୁଣ୍ୟ। ପାପ, ପୁଣ୍ୟ। ପଛୁଆ, ଆଗୁଆ। ପଛୁଆ, ଆଗୁଆ। ହେଲା, ତାପରେ ଯିବା ଦ୍ୱିତୀୟ ନମ୍ବର ପ୍ରଶ୍ନ। ଦେଖିଲ କ'ଣ ଲେଖା ହେଇଛି? ପ୍ରତିଶବ୍ଦ ଲେଖ, 2ଟି ଲେଖା ହେଇଛି। ପ୍ରତିଶବ୍ଦ ଲେଖିବା, 2ଟି ଲେଖା ପ୍ରତିଶବ୍ଦ ଲେଖିବା। ପ୍ରତିଶବ୍ଦ ଲେଖ। 2 ନମ୍ବର ପ୍ରଶ୍ନ କ'ଣ? ପ୍ରତିଶବ୍ଦ ଲେଖ। ନା ଏଇ ଶବ୍ଦର ଆଉ କ'ଣ ଶବ୍ଦ ହେଇପାରିବ? ପ୍ରତିଶବ୍ଦ ଲେଖ। କେତୋଟି ନା 2ଟି ଲେଖାଏଁ।
ମା ମାର କ'ଣ ହବ ନା ଜନନୀ ମାତା। ମାର ହେଲା ଜନନୀ ମାତା ଦୁଇଟା। ତାପରେ ଦେଇଛି ରାତି। ରାତି ହେଲା ନିଶି ରଜନୀ। ରାତି ହେଲା ନିଶି ରଜନୀ। ତାପରେ ଗଛ। ଗଛର କ'ଣ ହେଲା ଉଦ୍ଭିଦ ବୃକ୍ଷ। ନଈ ତଟିନୀ ନିମଗ୍ନା। ନଈ ତଟିନୀ ତାପରେ ହଉଛି ନିମ୍ନଗା ନଈ। ସ୍କୁଲ। ସ୍କୁଲ କ'ଣ ହେଲା ବିଦ୍ୟାଳୟ ପାଠଶାଳା। ବୁଝିଯାଇଛି। ଆଚ୍ଛା ରାସ୍ତା। ରାସ୍ତାର ହେଲା ପଥ ସଡ଼କ। ଗପ କାହାଣୀ ଆଉ ଗୋଟେ କ'ଣ ଗଳ୍ପ। ଗଳ୍ପ। ଆଖି ଚକ୍ଷୁ ନୟନ। ବୁଝିଗଲା। ପାଣି। ପାଣି ଜଳ ନୀର। ଗାଁ ପଲ୍ଲୀ ଗ୍ରାମ। ବହି ପୁସ୍ତକ ଆଉ ଶାସ୍ତ୍ର। ବା ଗ୍ରନ୍ଥ। ହେଲା ହେଲା ତୃତୀୟ ନମ୍ବର ପ୍ରଶ୍ନ। ଆମେ ପ୍ରତି ଶବ୍ଦ ଗୁଡ଼ିକୁ ଜାଣିଲେ ଆଉ ବିପରୀତ ଶବ୍ଦ ଜାଣିଲେ। ପୁଣି ଆମେ ଯିବା ତୃତୀୟ ନମ୍ବର ପ୍ରଶ୍ନ। କ'ଣ କହିଛି ନା ବାକ୍ୟ ଗଠନ କରିବା। କେତେ ଗୁଡ଼ା ଶବ୍ଦ ଦେଇଛି ସେ ଶବ୍ଦ ଗୁଡ଼ାକୁ ନେଇକି ଆମେ ବାକ୍ୟ ଗଠନ କରିବା। ଅର୍ଜନ ନିର୍ଭୟତା ସନ୍ତୋଷ ଭୟାଳୁ ଏଇ ଚାରୋଟି ଶବ୍ଦ। ଏ ଚାରୋଟି ଶବ୍ଦ ନେଇକି ଆମେ କ'ଣ କରିବା ନା ବାକ୍ୟ ଗଠନ କରିବା। ପୂର୍ବ କ୍ଲାସରେ ସବୁ ବାକ୍ୟ ଗଠନ ପଢ଼ା ହେଇଛି। ସବୁ ପ୍ରତିଶବ୍ଦ ପଢ଼ା ହେଇଛି। ବିପରୀତ ଶବ୍ଦ ପଢ଼ା ହେଇଛି। କିନ୍ତୁ ଅଧିକରୁ ଅଧିକ ଜାଣିବା ପାଇଁ ଆମେ ଆଗକୁ ଯିବା। ହଉ କ'ଣ ଦେଇଛି ବାକ୍ୟ ଗଠନ ଦେଖିବା। ଦେଇଛି ଅର୍ଜନ ସୁନାମ ଅର୍ଜନ। ଅର୍ଜନ ଆଉ ନିର୍ଭୟତା ସନ୍ତୋଷ ଭୟାଳୁ। ଅର୍ଜନ ଅର୍ଜନ ଲଗେଇ ବାକ୍ୟ ଗଠନ କରିବା। ଅର୍ଜନ 3 ନମ୍ବର। ଅର୍ଜନ ମଧୁବାବୁ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ। ମଧୁ ବାବୁ ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ। ହେଲା ସୁନ୍ଦର ବାକ୍ୟଟେ ହେଲା। ତାପରେ ଦ୍ୱିତୀୟ ନମ୍ବର ନା ଆଉ ଦୁଇଟାକ ଦେଖିବା। କ'ଣ ନିର୍ଭୟତା ଯେ ବିଷୟରେ ଆମେ ପଢ଼ୁଛେ
ନିର୍ଭୟତା। ଛାତ୍ର ଜୀବନର ନିର୍ଭୟତା ସବୁଠାରୁ ବଡ଼ ଗୁଣ। ଛାତ୍ର ଜୀବନର ନିର୍ଭୟତା ସବୁଠାରୁ ବଡ଼ ଗୁଣ। ସନ୍ତୋଷ। ସନ୍ତୋଷ ଆପଣା ଉପରେ ବିଶ୍ୱାସ ନ ରହିଲେ ଆପଣା ଉପରେ ବିଶ୍ୱାସ ନ ରହିଲେ କୌଣସି କାମରୁ ସନ୍ତୋଷ ଲାଭ କରି ହୁଏ ନାହିଁ। କୌଣସି କାମରୁ ସନ୍ତୋଷ ଲାଭ କରି ହୁଏ ନାହିଁ। ଭୟାଳୁ। ଭୟାଳୁ। ଭୟାଳୁ ଲୋକମାନେ ଆଗକୁ ଯାଇ ପାରନ୍ତି ନାହିଁ। এই ହେଲା ଚାରୋଟି ଶବ୍ଦ ଦେଇଲା, ତାକୁ ଆମେ ବାକ୍ୟ ଗଠନ କଲେ ଏଇଭଳିଆ ଆମେ ଦେଇଥିବା ପ୍ରଶ୍ନ ଗୁଡ଼ିକର ଉତ୍ତର ଗୁଡ଼ିକ କରି କରି ଆଗକୁ ଯିବା। ତାପରେ ସେ ଦେଇଛି କ'ଣ, କଡ଼ମଡ଼ ପରି କେତୋଟି ଶବ୍ଦ ଲେଖ। କଡ଼ମଡ଼, ଦେଖିବା କଡ଼ମଡ଼ ପରି ଆଉ କ'ଣ ହେଇପାରିବ ଆମେ ଲେଖିବା। ମନ ଦେଇକି ଶୁଣ। କଡ଼ମଡ଼, କ'ଣ ହେଇପାରିବ ନା କଡ଼ମଡ଼ ପରି ଆଉ କେତୋଟି ଶବ୍ଦ ଲେଖିବା। 4 ନମ୍ବର ଦେଖ, 4 ନମ୍ବର କ'ଣ ଲେଖାଯିବ? ଧଡ଼ପଡ଼। ଧଡ଼ପଡ଼। ଆଉ କ'ଣ ହେଇପାରିବ? ଗଡ଼ବଡ଼। ଗଡ଼ବଡ଼। ଆଉ କ'ଣ ହେଇପାରିବ ନା ହଡ଼ବଡ଼। ପିଲାଟା ମୁଁ ଦେଖି ଭାରି ହଡ଼ବଡ଼ ହେଇଗଲା। ଗୁରୁଟା ଗୁହାଳ ଘରକୁ ଯିବା ବେଳକୁ ଧଡ଼ପଡ଼ିକି ତ ଉଠି ପଡ଼ିଲା ଆଉ। ନା ଏଇ ଶବ୍ଦ ଗୁଡ଼ାକ ଶୁଣିଛ ନା ନାହିଁ? ଧଡ଼ପଡ଼, ହଡ଼ବଡ଼, ଗଡ଼ବଡ଼। ତାପରେ ଯିବା କ ସ୍ତମ୍ଭର ସହିତ ଖ ସ୍ତମ୍ଭର ଉପଯୁକ୍ତ ଶବ୍ଦ ଆସି ମିଳେଇବା। କ ସ୍ତମ୍ଭ ସହିତ ଖ ସ୍ତମ୍ଭକୁ ମିଳେଇବା। ପାଞ୍ଚ ନମ୍ବର ପ୍ରଶ୍ନ, କ ସ୍ତମ୍ଭ ସହିତ ଖ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ମିଳାଅ। କ ସ୍ତମ୍ଭର ଶବ୍ଦ ସହିତ ଖ ସ୍ତମ୍ଭରୁ ଉପଯୁକ୍ତ ଶବ୍ଦ ବାଛି ମିଳାଅ। ହେଲା, କ'ଣ ଦେଇଛି? ବିପଦ। ତା ଦେଇଛି ସାଇଟ୍ରେ ଦେଖିଥିବ, ବିପଦ ପ୍ରବଳ, ବିପଦ ପ୍ରବଳ, ଅକାତକାତ, ପୋଖରୀ, ଗହୀର, ଗୁଟିକିଆ, ଦରପୋଡ଼ା। ବାଁ ପାଖରେ ଏତିକି ଶବ୍ଦ ଦେଲା। କ ସ୍ତମ୍ଭର ଏତିକି ଶବ୍ଦ ଦେଲା। ଖ ସ୍ତମ୍ଭର କି ଶବ୍ଦ ଦେଇଛି ନା ପାଣି, ହୁଡ଼ା, କଥା, ତୋଫାନ, ବରଗଛ, ମାଉଁସ ଆଉ ବିଲ। ଏଇଟା କାହା ସହିତ କାହାର ଖାପ ଖାଉଛି ବା ତା ସାଙ୍ଗରେ ମିଶୁଛି, ସେଇ ଶବ୍ଦ ଗୁଡ଼ାକ ଆମେ ଲେଖିବା। ହେଲା, ଆମେ ଲେଖିବା ବିପଦ କଥା। ବିପଦ ସହିତ କ'ଣ ମିଳୁଛି? କ ସ୍ତମ୍ଭ ସହିତ ଖ
ख ସ୍ତମ୍ଭର କ'ଣଟା ମିଳୁଛି ଦେଖିବା। ବିପଦ ସଂଘର କାର୍ଡ ମିଳୁଛି ନା ବିପଦ କଥା। ବିପଦ କଥା ପ୍ରବଳ ତୋଫାନ, ପ୍ରବଳ ସହିତ ତୋଫାନ ଦେଖ। ତାପରେ ଅକାତ କତ, ଅକାତ କାତ ପାଣି। ପୋଖରୀ ହୁଡ଼ା, ଆଉ କେଇଟି ହୁଡ଼ା ଶବ୍ଦଟି ଲାଗିପାରିବ ନାହିଁ। ପୋଖରୀ ବି ହୁଡ଼ା, ପୋଖରୀ ହୁଡ଼ା ଏ ଶବ୍ଦଟି ତା ପାଖର ସଂଯୋଗ ହବ। ଦରପୋଡ଼ା ମାଉଁସ, ଦରପୋଡ଼ା ମାଉଁସ ଯାହା ଦେଇଛି ଦରପୋଡ଼ା ମାଉଁସ। ତାପରେ ଗୁଟିକିଆ, ଗୁଟିକିଆ, ଗୁଟିକିଆ କ'ଣ ନା ବରଗଛ। ଆଉ ଗହୀର ବିଲ, ଗହୀର ବୁଝିଲା, ଗହୀର ବିଲ। ଏଇ ଶବ୍ଦ ଗୁଡ଼ାକ ଆମର ଦେଇଲା, ତାକୁ ଆମେ କ ସ୍ତମ୍ଭ ଖ ସ୍ତମ୍ଭକୁ ଲେଖିଲୁ। ତାପରେ ଯିବା କେତେ ନମ୍ବର ନା 6 ନମ୍ବର ଅର୍ଥ ପାର୍ଥକ ଦର୍ଶାଅ। ଅର୍ଥ ପାର୍ଥକ ଦର୍ଶା ଦିଟା ଦେଇଛି, କଣ ଆଉ କଣ। କଣ ଗୋଟେ କଣ ଦେଇଛି, ତାର ଆଉ କମ ଇଏ ଦେଇନି। ଇଏ କଣର ଅର୍ଥ କଣ, ସେ କଣର ଅର୍ଥ କଣ। 6 ନମ୍ବରଟା ଦେଖିବା। ଏଇ କଣ ଯେତେବେଳେ ଆସିବ, ଏଇ କଣ ଯେତେବେଳେ ଆସିବ ଆମେ ବୁଝିବା ଏଟା ଗୋଟେ ଘରର କଣକୁ ବୁଝଉଛି, ଘରର କଣ ବୁଝ, ବୁଝିଲା ନା। ଆଉ ଯେତେବେଳେ ଏଇ କଣ ଆସିବ କଣ, ତା ନା ଏଟା ଗୋଟେ କଣ ଆସିବ ନା ପ୍ରଶ୍ନବାଚକ ଶବ୍ଦ। ତୁମେ ଘରୁ କଣ ଖାଇକି ଆସିଛ, କଣଟା ଗୋଟେ ପ୍ରଶ୍ନବାଚକ ଶବ୍ଦ। ହେଲା, ଇଏ ଗଲା 6 ନମ୍ବର। 8 ନମ୍ବର ସେଭଳିଆ ଦେଇଛି, ସାଙ୍ଗସାଥି ପରି କେତୋଟି ଶବ୍ଦ ଲେଖ। ସାଙ୍ଗସାଥି ବହି ଆଉ କେତୋଟି ଶବ୍ଦ ଲେଖିବା। 6 ନମ୍ବର ପରେ ନା 6 ନମ୍ବର ପରେ 7 ନମ୍ବର ଠିକ ବନାନ ଲେଖିବା। 7 ନମ୍ବରଟା ହଉଛି ଠିକ ବନାନ ଲେଖ। କ'ଣ ଦେଇଛି ମଶାଣି, ମଶାଣି କ'ଣ ଦେଇଛି ନା ମଶାଣିଟା ଦୀର୍ଘଇ ଦେଇଛି, ଦୀର୍ଘଇକାର ଦେଇଛି, କ'ଣ ହବ ନା ମଶାଣିଟା ହଉଛି ହର୍ଷଇକାର ହବ। ମଶାଣି ହଉଛି ସବୁବେଳେ ହର୍ଷଇକାର। ଜ୍ୱର, ବର୍ଗୀୟ ଜ୍ୱର, ରଜର ହେଟା ଅନ୍ତସ୍ତର ଜ୍ୱର ହବ। ଆଚ୍ଛା, ଦୁଷ୍ଟାମି ଦୀର୍ଘଇକାର ଦେଇଛି, ଦୁଷ୍ଟାମି ଦୀର୍ଘଇକାରଟା ଉଠିଯିବ, କ'ଣ ହବ ନା ଦୁଷ୍ଟାମି ହର୍ଷଇକାର ହେଇଯିବ। ବୁଝିଲ, ଏ ହେଉଛି ବନାନର ତ୍ରୁଟିକି ଆମେ ଠିକ ନ ଜାଣିଲେ ବଡ଼ ଅସୁବିଧାରେ ପଡ଼ିବା। ଠିକ ବନାନ ଲେଖିବାକୁ ଅଭ୍ୟାସ କରିବ। 8 ନମ୍ବର ସେଭଳିଆ ଦେଇଛି, ସାଙ୍ଗସାଥି ପରି କେତୋଟି ଶବ୍ଦ ଲେଖ। 8 ନମ୍ବର ଦେଇଛି ସାଙ୍ଗ ସାଥୀ ପରି କେତୋଟି ଶବ୍ଦ ଲେଖ। କ'ଣ ଲେଖିଆ, ଯୋଡ଼ି ଯୋଡ଼ିକା ଶବ୍ଦ ସାଙ୍ଗସାଥି ହେରକ ଭାଇ ଭଉଣୀ, ହେଲା ଭାଇ ଭଉଣୀ, ଟଙ୍କା ପଇସା, ଟଙ୍କା ପଇସା। ଆଚ୍ଛା, ସାନ ବଡ଼, ସାନ ବଡ଼, ହେଲା ଯୋଡ଼ି ଯୋଡ଼ି ଶବ୍ଦ ଲେଖିଲେ। ତାପରେ ଯିବା 9 ନମ୍ବରକୁ ବାକ୍ୟରେ ପ୍ରୟୋଗ କରିବା।
ଦେଇଛି ଚମକି ଉଠିବା। ଚମକି ଉଠିବା ଚମକି ଉଠିବା। ପିଲାଟି ବିଛଣାରୁ ହଠାତ୍ ଚମକି ଉଠି ପଡ଼ିଲା। ହେଲା, ଚମକି ଚମକି ଉଠିବା। ସେଇଭଳିଆ ଦେଇଛି ଶୀତେଇ ଉଠିବା। ଶୀତେଇ ଉଠିବା। ଭୟରେ ଦେହ ଶୀତେଇ ଉଠିବା। ଭୟରେ ଦେହ ଶୀତେଇ ଉଠିବା। ତାପରେ ଦେଇଛି କହି ବସିଲେ ରାତି ପାହିଯିବ। କହି ବସିଲେ ରାତି ପାହିଯିବ। ଗପ କହି ବସିଲେ ରାତି ପାହିଯିବ। ଗପ କହି ବସିଲେ ରାତି ପାହିଯିବ। ତାପରେ କ'ଣ ଦେଇଛି ସ୍ୱୀକାର କରିବା। ସ୍ୱୀକାର କରିବା କ'ଣ ହବ ନା ନିଜର ଭୁଲ ନିଜେ ସ୍ୱୀକାର କରିବା। ନିଜର ଭୁଲ ନିଜେ ସ୍ୱୀକାର କରିବା। ରୁଣ୍ଡ ହେବା। ରୁଣ୍ଡ ହେବା। ସଭା ପାଇଁ ଗ୍ରାମରେ ସବୁ ଲୋକ ରୁଣ୍ଡ ହେବେ। ସଭା ପାଇଁ ଗ୍ରାମରେ ସବୁ ଲୋକ ରୁଣ୍ଡ ହେବା ବା ହେଲେ। ଅନ୍ନ ମୁଣ୍ଡରେ ଦୋଷ କରିବା। ଦୋଷ ଲଦିବା। ଅନ୍ନ ମୁଣ୍ଡରେ ଦୋଷ ଲଦିବା। ଅନ୍ନ ମୁଣ୍ଡରେ ଦୋଷ ଲଦିବା ଏଇଟା ସ୍ୱାଭାବିକ ଲକ୍ଷଣ ଆମର। କ'ଣ ନିଜ ଭୁଲ ସ୍ୱୀକାର ନ କରି ଅନ୍ନ ମୁଣ୍ଡରେ ଦୋଷ ଲଦିବା। ନିଜ ଭୁଲ ସ୍ୱୀକାର ନ କରି ଅନ୍ନ ମୁଣ୍ଡରେ ଦୋଷ ଲଦିବା। ହେଲା, ତାପରେ କ'ଣ ଦେଇଛି ଅକାତ କାତ ପାଣି। ଅକାତ କାତ ପାଣି। ପୋଖରୀରେ ଅକାତ କାତ ପାଣି ରହିଛି। ପୋଖରୀରେ ଅକାତ କାତ ପାଣି ରହିଛି। ତାପରେ ଗୋଟା ସୁଦ୍ଧା ଏ ଗୋଟେ ଶବ୍ଦ ଗୋଟା ସୁଦ୍ଧା। ପିଲାଟି ଭୟରେ ଗୋଟା ସୁଦ୍ଧା ଥରୁଛି। ପିଲାଟି ଭୟରେ ଗୋଟା ସୁଦ୍ଧା ଥରୁଛି। ବଡ଼ ମଣିଷ ହେବା। ବଡ଼ ମଣିଷ ହେବା। ପିଲାଟି ପାଠ ପଢ଼ି ବଡ଼ ମଣିଷ ହେବ। ଆଉ ଏକ ଡିଆଁକେ। ଏକା ଡିଆଁକେ। ଏକା ଡିଆଁକେ। ବାଘଟି ଏକା ଡିଆଁକେ ଗୁମ୍ଫାରେ ପହଞ୍ଚିଗଲା। ଆଉ ଡିଆଁକେ ମାରିବ। ବାଘଟି ଏକା ଡିଆଁକେ
ଗୁମ୍ଫାରେ ପହଞ୍ଚି ଗଲା ହେଲା। ହଁ ତାପରେ ଯିବା କହିଛି 10 ନମ୍ବର ପ୍ରଶ୍ନ ପଢିବା ଦେଖିବା କ'ଣ ଲେଖିଛି। ଭୟାଳୁ ଦୟାଳି ପରୁ ଆଉ କେତୋଟି ଶବ୍ଦ ଲେଖ। ଭୟାଳୁ ଦୟାଳୁ ଆଉ କେତୋଟି ଶବ୍ଦ ସେଇଭଳିଆ ଆଳୁ ଥିବ ଲେଖିବା। ଦୟାଳୁ ଭୟାଳୁ ୟାଳୁ ଥିବ ସେ ଲେଖିବା। କ'ଣ ଲେଖିବା? କୃପାଳୁ ମାୟାଳୁ ଲେଖିଦେଉଛି। ଲେଖ 10 ନମ୍ବର। ଭୟାଳୁ ଦୟାଳୁ ପରେ କେତୋଟି ଶବ୍ଦ ଲେଖ। ଭୟାଳୁ ଓ ଦୟାଳୁ ପରି ଆଉ କେତୋଟି ଶବ୍ଦ ଲେଖ ହେଲା। ବୁଝିଲା? କ'ଣ ଲେଖିବା? କୃପାଳୁ ମାୟାଳୁ। ବୁଝିଯାଉଛି ପିଲେ? କୃପାଳୁ ମାୟାଳୁ। ଏଗଲା 10 ନମ୍ବର ପ୍ରଶ୍ନ ଉତ୍ତର। 11 ନମ୍ବର ଆସିବା ବଳରୁ ବଳୁଆ। 11 ନମ୍ବର ପ୍ରଶ୍ନ ଦେଖିବା କ'ଣ ଲେଖିଛି। ବଳରୁ କ'ଣ ହେଇଛି ନା ବଳୁଆ ହେଇଛି। ସେଇପରି କ'ଣ ହେଇପାରିବ? ସେଇପରି କ'ଣ ରହିବ ନା ପାଠରୁ ପାଠୁଆ। ଆଗରୁ ଆଗୁଆ। ମଠରୁ ମଠୁଆ। ବାଦରୁ ବାଦୁଆ। ଖାଲି ୟା ପ୍ରତ୍ୟୟ ଲାଗିବ ବାଦୁଆ। ତାପରେ ପେଟରୁ ପେଟୁଆ। ପେଟରୁ ପେଟୁଆ। ହାତରୁ ହାଡ଼ରୁ ହାଡ଼ୁଆ। ହାଡ଼ରୁ ହାଡ଼ୁଆ। ମନରୁ ମନୁଆ। ମନରୁ ମନୁଆ। ସେଇଭଳିଆ ନିଶରୁ ନିଶୁଆ। ନିଶ ଯିଏ ରଖିଥିବ ତାକୁ କ'ଣ କୁହାଯିବ? ବଡ଼ ବଡ଼ ମୋଟା ମୋଟା ନିଶ ଯିଏ ରଖିଥିବ ତାକୁ କ'ଣ କୁହାଯିବ? ନିଶୁଆ। ଇଏ ଗଲା 11 ନମ୍ବର ପ୍ରଶ୍ନ ଆମେ ସାରିଦେଲୁ। ତାପରେ 12 ନମ୍ବର ପ୍ରଶ୍ନ ହେଉଛି କ'ଣ ହେବ ନା ଆମେ ଉତ୍ତର ଲେଖିବା। ଏ ବହିରେ ଥିବା ପ୍ରଶ୍ନ ଗୁଡ଼ାକର ଉତ୍ତର ଲେଖିବା। ଇଏ ହେଉଛି ବହିର କେତେ ଗୁଡ଼ିଏ ପ୍ରଶ୍ନ ଦେଇଛି ତାକୁ ଆମେ କରିବା। ସେ ଉତ୍ତର ଦିଅ ସଂକ୍ଷିପ୍ତର। ପ୍ରଦୀପ୍ତକୁ କେଉଁଠି ଭାରି ଡର ଲାଗେ? ବାର ନମ୍ବର ପ୍ରଶ୍ନ ଉପରୁ ଯିବା। ଉତ୍ତର ହେଉଛି ସଂକ୍ଷିପ୍ତରେ। ଗୋଟିଏ ବା ଦିଟା ବାକ୍ୟରେ ଲେଖିବା 12 ନମ୍ବର ପ୍ରଶ୍ନ। ସଂକ୍ଷିପ୍ତ ଉତ୍ତର ଦିଅ। ସେ କହିଛି ପ୍ରଦୀପ 1 ନମ୍ବର ପ୍ରଦୀପ୍ତକୁ କେଉଁଠି ଭାରି ଡର ଲାଗେ? 1 ନମ୍ବର ପ୍ରଶ୍ନ ଦେଖ। ପ୍ରଦୀପ୍ତକୁ କେଉଁଠି ଭାରି
डर लगे प्रश्न देती प्रश्न लिखा किसी आवश्यकता नहीं खाली उत्तर लिख दूची है स्कूल छुट्टी हो घर को आसला बेले स्कूल छुट्टी हो घर को आसला बेले ଯେଉଁଠାରେ ରାସ୍ତାଟା କଣେଇ ହୋଇଯାଇଛି ଯେଉଁଠାରେ ରାସ୍ତାଟି କାଲି ପଢ଼ିଥିଲେ କଣେଇ ହୋଇ ଯାଇଛି ସେଟା ଠିକ୍ କଣ ମୁଣ୍ଡରେ ସେଠାରେ ଠିକ୍ କଣ କଣ ପଢ଼ିଲେ କଣ ମୁଣ୍ଡରେ ଝଙ୍କାଳିଆ ବରଗଛ ଅଛି ଝଙ୍କାଳିଆ ବରଗଛ ଅଛି ସେଇଠାରେ ପ୍ରଦୀପ୍ତ ଭାରି ଡର ମାଡ଼େ ପ୍ରଶ୍ନ ଉତ୍ତର ପାଇଲ ସେଇଠାରେ ପ୍ରଦୀପ୍ତକୁ ଭାରି ଡର ମାଡ଼େ ପ୍ରଦୀପ୍ତକୁ ଭାରି ଡର ମାଡ଼େ 1 नंबर क प्रश्न 12 नंबर कर प्रश्नटा उत्तर पाइगल ख नंबर देछि कौन ना बाउंश गछ विषय से काहाठारु गप शुणी बाउंश गछ विषय से काहाठारु गप शुणी से उत्तर होची सेही बाउंश गछटा विषय रे सेही बाउंश गछटा विषय रे से माँ ठारू केते गप शुणी से माँ ठारू केते गप शुणी ख नंबर प्रश्न उत्तर सरला तापर से कही ग कौन देती पिलाटी दिनरू प्रदीप्त क्या विषय कहानी सब संग्रह करची कौन को कथा नहीं से कहानी संग्रह करची ग नंबर प्रश्न आम उत्तर देखा कौन देती पिलाटी दिनरू प्रदीप्त पिलाटी दिनरू प्रदीप्त कुचिला गंड विषय सब कहानी संग्रह करछि प्रदीप्त कुचिला गंड विषय रे कहानी सबू संग्रह करिछि हैला तापरे घ घ नंबर प्रश्न कौन देछि से शुईबा बेले कल्पना रे कौन देखे तार उत्तर कौन होची एकुटिया गला बेलकू एकुटिया गला बेलकू आमर खाली भूत कथा मन पड़े आमर खाली भूत कथा मन पड़े अंधार घर को जीवाकू आमर साहस हुए नहीं अंधार घर को जीवाकू आमर साहस हुए नहीं आ कौन हुए सांगरे कहीं न शुईले निद हुए नहीं सांगरे कहीं न शुईले निद हुए नहीं
ପ୍ରଦୀପ୍ତ ଶୋଇଲା ବେଳେ ଏହିପରି କାଳ୍ପନିକ ସ୍ୱପ୍ନ ଦେଖେ। କାଳ୍ପନିକ ପ୍ରଦୀପ୍ତ ଶୋଇଲା ବେଳେ ଏହିପରି କାଳ୍ପନିକ ସ୍ୱପ୍ନ ଦେଖେ ହେଲା। ତାପରେ ନଈ ପାଖରେ କେଉଁ ଗଛଟା ଥାଏ? ଖାଲି ପଢିଛେ ନଈ ପାଖରେ କୁଚିଳା ଗଛଟା। ମୋ ନମ୍ବର ନଈ ପାଖରେ କୁଚିଳା ଗଛଟା ଥାଏ। କୁଚିଳା ଗଛଟା ଥାଏ। ପ୍ରଦୀପ୍ତ କୁଚିଳା ଗଛ ବିଷୟରେ କଣ ସବୁ ଶୁଣିଥିଲା? ଛ ନମ୍ବର ଉତ୍ତର କଣ ହବ? ପ୍ରଦୀପ୍ତ କୁଚିଳା ଗଛରେ କୁଚିଳା ଗଛରେ କିଏ ଗୋଟିଏ ଅଛି। ସେ ମଣିଷକୁ ଗଣ୍ଡରେ ମାଡ଼ିଦିଏ। ସେ ମଣିଷକୁ ଗଣ୍ଡରେ ମାଡ଼ିଦିଏ। ଆଉ କଣ କରେ? ପ୍ରଦୀପ୍ତ କୁଚିଳା ଗଛ ବିଷୟରେ ଏଇ ସବୁ କଥା ଶୁଣିଥିଲା। ପ୍ରଦୀପ୍ତ କୁଚିଳା ଗଛ ବିଷୟରେ ଏହି ସବୁ ଶୁଣିଥିଲା। ତାପରେ ଗଲା ଛ କତ କରିବା। କଣ ରହିଛି? ମା ମାନେ କେଉଁ କେଉଁ କଥା କହି ପିଲାକୁ ଡରାନ୍ତି? କଣ କଥା ସବୁ କହି ଡରାନ୍ତି? ମା ମାନେ ମା ମାନେ ବୁଢ଼ୀ ଅସୁରୁଣୀ ଗପଠାରୁ ଆରମ୍ଭ କରି ବୁଢ଼ୀ ଅସୁରୁଣୀ ଗପଠାରୁ ଆରମ୍ଭ କରି ଗହୀର ବିଲର ଜହ୍ନ ରାତିରେ ବିଲର ଜହ୍ନ ରାତିରେ ବାଗୁଡ଼ି ଖେଳୁଥିବା ଶୈତାନ ମାନଙ୍କର ଗପ ପିଲାମାନଙ୍କୁ କହନ୍ତି। ଆଉ କଣ? କେଉଁଠି ପୋଖରୀ ହୁଡ଼ାରେ ଗୋଟିକିଆ ବରଗଛ ଥିବ ଓ
ସେଠାରେ ଭୂତମାନେ ଓ ସେଠାରେ ଭୂତମାନେ ରାତିରେ ବାଟୋଇମାନଙ୍କୁ ବାଟ ନିଶ୍ଚୟ ଜଗୁଥିବେ। ଭୂତମାନେ ବାଟୋଇ ମାନଙ୍କର ବାଟ ନିଶ୍ଚୟ ଜଗୁଥିବେ। ଦରପୋଡ଼ା ମାଉଁସ ଆଉ ହାଡ଼ କୁଆଡ଼େ ସେମାନେ କଡ଼ମଡ଼ କରି ଖାଆନ୍ତି। କ'ଣ କରନ୍ତି ନା ଦରପୋଡ଼ା ମାଉଁସ ଓ ହାଡ଼ ସବୁ ସେମାନେ କଡ଼ମଡ଼ କରି ଖାଆନ୍ତି। ମା ମାନେ ଏଇସବୁ କଥା କହି ପିଲାଙ୍କୁ ଡରାନ୍ତି। ମା ମାନେ ଏଇ ସବୁ କଥା କହି ପିଲାଙ୍କୁ ଡରାନ୍ତି। ହେଲା, ତାପରେ କହିଛି କିପରି ଭାବରେ ଆମେ ଡରିବା ଆରମ୍ଭ କରୁ। କିପରି ଭାବରେ ଆମ୍ଭେ ଡରିବା ଆରମ୍ଭ କରୁ। ଯ ଆମେ ସମସ୍ତେ ଅସୁରୁଣୀ ଜହ୍ନ ରାତିରେ ବାଗୁଡ଼ି ଖେଳୁଥିବା ଅସୁରୁଣୀ ଜହ୍ନ ରାତିରେ ବାଗୁଡ଼ି ଖେଳୁଥିବା ଶଇତାନ କାହାଣୀ ଚିରୁଣୀ ମାନଙ୍କର ଦରପୋଡ଼ା ମାଉଁସ ଚିରୁକୁଣୀ ମାନଙ୍କର ମାଉଁସ ଆଉ ହାଡ଼କୁ କଡ଼ମଡ଼ କରି ଖାଇବା ଓ ହାଡ଼କୁ କଡ଼ମଡ଼ କରି ଖାଇବା, ଏଇ କଥା ଶୁଣି ଆମେ ଡରିବା ଆରମ୍ଭ କରୁ। ଏହି କଥା ଶୁଣି ଆମ୍ଭେ ଡରିବା ଆରମ୍ଭ କରୁ। ଆମେ ଡର କଥା ଶୁଣିବା ହେତୁ କି ପ୍ରତିକ୍ରିୟା ହୁଏ। ଆମେ ଡର କଥା ଶୁଣିବା ହେତୁ
ଆମେ ଡର କଥା ଶୁଣିବା ହେତୁ ଏକୁଟିଆ ଗଲାବେଳକୁ ଆମର ଖାଲି ଭୂତ କଥା ମନେ ପଡ଼େ। ଆମର ଖାଲି ଭୂତ କଥା ମନେ ପଡ଼େ। ଅନ୍ଧାର ଘରକୁ ଯିବାକୁ ଆମର ଆଦୌ ସାହସ ହୁଏ ନାହିଁ। ଅନ୍ଧାର ଘରକୁ ଯିବାକୁ ଆମର ଆଦୌ ସାହସ ହୁଏ ନାହିଁ। ସଙ୍ଗରେ କେହି ନ ଶୋଇଲେ ଆମକୁ ନିଦ ହୁଏ ନାହିଁ। ସଙ୍ଗରେ କେହି ନ ଶୋଇଲେ ଆମକୁ ନିଦ ହୁଏ ନାହିଁ। କଳ୍ପନା ଭିତରେ ଭୟ କରୁ କରୁ ଧୀରେ ଧୀରେ ଆମେ ସତ ମଣିଷକୁ ମଧ୍ୟ ଭୟ କରିବା ଶିଖୁ। ଆମେ ମାନେ ସତ ମଣିଷକୁ ଭୟ କରିବା ଶିଖୁ। ହେଲା, ଏହା ଦ୍ୱାରା ଆମର କି କ୍ଷତି ହୁଏ? ଏହା ଦ୍ୱାରା ଆମର କି କ୍ଷତି ହୁଏ? କ୍ଷତି ହୁଏ ନା ଲାଭ ହୁଏ? ଭୟ କରିବା ଦ୍ୱାରା ଆମର ପ୍ରବଳ କ୍ଷତି ହୁଏ। ଆମେ ଆଉ ଆଗକୁ ଯାଇପାରୁନା। କ'ଣ ହୁଏ? ଆମେ ଡର କଥା ଶୁଣିବା ହେତୁ କି ପ୍ରତିକ୍ରିୟା ହୁଏ? ଝ ନମ୍ବର ଝ ଆମେ ଡର କଥା ଶୁଣିବା ହେତୁ ଏକୁଟିଆ ଗଲାବେଳେ ଆମକୁ ଭାରି ଖାଲି ଭୂତ କଥା ମନେ ପଡ଼େ। ଏକୁଟିଆ ଗଲାବେଳେ ଆମର ଖାଲି ଭୂତ କଥା ମନେ ପଡ଼େ। ଆମର ଖାଲି ଭୂତ ମନେ ପଡ଼େ। ହେଲା, ଅନ୍ଧାର ଘରକୁ ଯିବାକୁ ଆମର ଆଦୌ ସାହସ ହୁଏ ନାହିଁ। ଅନ୍ଧାର ଘରକୁ ଯିବାକୁ ଆମର ଆଦୌ ସାହସ ହୁଏ ନାହିଁ। ହେଲା, ସଙ୍ଗରେ କେହି ନ ଶୋଇଲେ ଆମକୁ ନିଦ ହୁଏ ନାହିଁ। ସଙ୍ଗରେ କେହି ନ ଶୋଇଲେ ଆମକୁ ନିଦ ହୁଏ ନାହିଁ। କଳ୍ପନା ଭିତରେ ଭୟ କରୁ କରୁ ଧୀରେ ଧୀରେ ଆମେ ସତ ମଣିଷକୁ ମଧ୍ୟ ଭୟ କରୁ ଶିଖୁ। ଆମେ ଧୀରେ ଧୀରେ
ସତ ମଣିଷକୁ ଭୟ କରିବା ଶିଖୁ। ଏହା ତ ଆମର କି କ୍ଷତି ହୁଏ? ଏହା ଦ୍ୱାରା ଆମର କି କ୍ଷତି ହୁଏ? ଭୟାଳୁ ପିଲା ବାଟରେ ପଥର ଥିଲେ ଝୁଣ୍ଟେ। କ'ଣ କ୍ଷତି ହୁଏ? ଝ ନିଅ। ଭୟାଳୁ ପିଲା ବାଟରେ ପଥର ନଥିଲେ ଝୁଣ୍ଟେ। ବାଟରେ ପଥର ନଥିଲେ ଝୁଣ୍ଟେ। କବାଟ ଖୋଲା ଥିଲେ ମଧ୍ୟ ସେ ଯାଇ ଘର ଭିତରେ ଲୁଚି ରହିଥାଏ। ସେ ଯାଇ ଘର ଭିତରେ ଲୁଚି ରହିଥାଏ। ଅଳ୍ପ ବଳୁଆ ସାଙ୍ଗସାଥୀ ମାନଙ୍କୁ ଭୟ କରେ। ଏହା ଦ୍ୱାରା ଆମର ବହୁତ କ୍ଷତି ହୁଏ। ଏହା ଦ୍ୱାରା କ'ଣ ହୁଏ? ଆମର ବହୁତ କ୍ଷତି ହୁଏ। ଲାଷ୍ଟର ପ୍ରଶ୍ନର ଉତ୍ତର ହେଲା, ଅନ୍ଧାର ଯିବାକୁ ଆମର କାହିଁକି ସାହସ ହୁଏ ନାହିଁ? ନିଅଟ। ଆମେ ଏପରି ଭାବରେ ଡରିବା ଆରମ୍ଭ କରୁ ଯେ ଆମେ ଏପରି ଭାବରେ ଡରିବା ଆରମ୍ଭ କରୁ ଯେ ଏକୁଟିଆ ଗଲା ବେଳକୁ ଆମର ଖାଲି ଭୂତ କଥା ମନେ ପଡ଼େ। ଅନ୍ଧାର ଘରକୁ ଯିବାକୁ ଆମର ଆଦୌ ସାହସ ହୁଏ ନାହିଁ। କାରଣ କାଳେ ଘର ଭିତରେ ଭୂତ ରହିଥିବ।
ରହିଥିବ। ଆଚ୍ଛା ପିଲାମାନେ, ଏ ତ ଗଲା ସମସ୍ତ ପ୍ରଶ୍ନ ଉତ୍ତର ସଂକ୍ଷିପ୍ତ ପ୍ରଶ୍ନ ଉତ୍ତର କାମ ସାରିଦେଲୁ। ପରବର୍ତ୍ତୀ ସମୟରେ ଆଉ ଦୁଇଟି ସରଳ ଅର୍ଥ ଅଛି। ଆଉ ଯଦି ବ୍ଲାକବୋର୍ଡରେ ତୁମକୁ ଦେଖା ହେଉଛି କି ନ ଦେଖୁଛି ମୁଁ କିଛି ଜାଣିପାରୁନାହିଁ। ଯଦି କିଛି ଅସୁବିଧା ହୁଏ, ବୁଝିବାର କିଛି ଅଡ଼ୁଆ ହୁଏ, ତାହେଲେ ତୁମକୁ ମୋର କଣ୍ଟାକ୍ଟ ନମ୍ବରଟା ଦେଇଦେଇଛି 8763350683। ଏଇ କଣ୍ଟାକ୍ଟ ନମ୍ବରରେ 8ଟା30ରୁ 10ଟା30 ଭିତରେ ମୋତେ ଯୋଗାଯୋଗ କଲେ ତୁମର ସନ୍ଦେହ ଦୂର କରିବା ସଙ୍ଗେ ସଙ୍ଗେ ଆଉ ଯାହା ଅସୁବିଧା ଥିବ ମୁଁ ଡାକିଦେବି, ନୋଟ୍ କରିଦେବ। ଆଜି ପାଇଁ ଆଉ ଦୁଇଟି ସରଳ ଅର୍ଥ ଅଛି, ଆଉ ଲେଖି ହେବନି, ମୁଁ ତୁମକୁ ଡାକି ଦେଉଛି, ତୁମେ ଶୁଣ। ଆଚ୍ଛା, ଦୁଇଟି ସରଳ ଅର୍ଥ କ'ଣ ଅଛି? ସେମାନେ ଗଲା ତ ଏଇ ସବୁ ମୋ ବହିର ସମସ୍ତ ପ୍ରଶ୍ନ ଉତ୍ତର ଗୁଡ଼ାକ କହିଦେଲି। ଆଉ ଦୁଇଟି ସରଳାର୍ଥ ଥିଲା, ତାକୁ ତମେ ଦେଖିଦେବ, ପରବର୍ତ୍ତୀ ସମୟରେ ଆଲୋଚନା କରିଦେବା। ଆଜି ପାଇଁ ଏତିକି। ବନ୍ଦେ ମାତରମ୍।